ନମସ୍କାର ପ୍ରିୟ ଶ୍ରୋତା। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଏହି ଓଡ଼ିଆ ସବସ୍କୃତ ପାଠରେ ସ୍ୱାଗତ କରୁଅଛି। ମୁଁ ଆଶା କରୁଛି ଯେ ଆପଣମାନେ ଆମ ଏହି ଓଡ଼ିଆ ସବସ୍କୃତ ପାଠ ଭଲ ପାଉଛନ୍ତି, ଈଶ୍ୱରଙ୍କ ବାକ୍ୟକୁ ଭଲ ଭାବରେ ବୁଝୁଛନ୍ତି, ଆଉ ଆପଣମାନେ ଈଶ୍ୱରଙ୍କ ବିଷୟରେ ଜାଣିବା ପାଇଁ ବହୁତ ଇଚ୍ଛୁକ ହେଉଛନ୍ତି। ଯେପରିକି ଏହି 3 ମାସ ବା ଏଇ ସପ୍ତାହରୁ ଆମେ ଆରମ୍ଭ କରିସାରିଛେ କି ପ୍ରତ୍ୟେକ ଦିନରେ ଆମ ସବସ୍କୃତ ପାଠ ଆମେ ପଢ଼ିବା। ଯେପରିକି ଆଜି ହେଉଛି ଗୁରୁବାର ଦିନ, 2 ତାରିଖ 10 ମାସ 2025, ମାନେ ଅକ୍ଟୋବର 2, 2025। ଆଉ ଆଜିର ଚିନ୍ତାଧାରା ହେଉଛି ସମୃଦ୍ଧ ଏବଂ ସଫଳତା ବା ସଫଳ, ପ୍ରସ୍ପରସ୍ ଆଣ୍ଡ ସକ୍ସେସଫୁଲ। ଏହା ଅଧିକ ରୂପେ ଜାଣିବା ପୂର୍ବେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଅଛ, ତୁମ ସେହି ସବସ୍କୃତ ପାଠ ଦ୍ୱାରା ତୁମ ସେହି ବାକ୍ୟ ଧ୍ୟାନ କରିବା ନିମନ୍ତେ ଏହା ବୁଝିବା ପାଇଁ ଏମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ବିଶେଷ ଭାବରେ ପବିତ୍ର ଆତ୍ମା ଦ୍ୱାରା ଏମାନଙ୍କୁ ପରିଚାଳନା କର, ଯେପରିକି ତୁମ ସେହି ବାକ୍ୟ ଆମ ଅନ୍ତରରେ ରଖିପାରିବୁ ଆଉ ସେହି ବାକ୍ୟ ଅନୁସାରେ ଆମେ ଚାଲିପାରିବୁ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛି, ଶୁଣି ଗ୍ରହଣ କର। ଆମେନ୍। ପ୍ରିୟ ବନ୍ଧୁ, ଆଜିର ଏହି ଦିନର ଆଲୋଚନା ହେଉଛି ସମୃଦ୍ଧ ଏବଂ ସଫଳ। ଗୁରୁବାର 2-10-2025। ଆଜି ଆମେ ଦେଖୁଛୁ ବିଶେଷ ଭାବରେ କି ଆମର କେମିତି ଆମେ ସମୃଦ୍ଧ ଏବଂ ସଫଳତା ଲାଭ ପାଇପାରିବା। ଆଜି ବିଶେଷ ଭାବରେ ଆମେ ଦେଖିବାକୁ ଯାଉଅଛୁ ଯହୋଶୁଆ 1:7-9, ଆଦି ପୁସ୍ତକ 24 ପର୍ବ 40 ପଦ, ଆଉ ଜିସାୟ 53:10। ତା ସହିତ ଆମେ ଗୀତ ସଂହିତା 1:1-3। ଯଦି ଆମେ ଏହି ପଦ ଗୁଡାକ ପଢିବା, ଏକ ହିବ୍ରୁ ପଦ ବ୍ୟବହାର ଲେଖା କରାଯାଇଛି ଯାହାକି ସଲାଖ। ସଲାଖ ମାନେ ସମୃଦ୍ଧ, ଯାହା ଇଂରାଜୀରେ ଆମେ କହୁଛୁ ପ୍ରସ୍ପରସ୍। ଯଦି ଆମେ ଜିସାୟା ପୁସ୍ତକ 1 ତାର 8 ପଢିବା, ଏଇ ଯୋଉ ପଦଟା ସମୃଦ୍ଧ ବିଷୟରେ ଲେଖାଯାଇଛି, ଯାହା ଯୋଜନା କରାଯାଇଥିଲା ତାହାର ସନ୍ତୋଷଜନକ ସିଦ୍ଧ କିମ୍ବା ଅନୁକୂଳ ପରିସ୍ଥିତିରେ ଏକ ଅବସ୍ଥାକୁ ବୁଝାଏ। କଣ? ସମୃଦ୍ଧ। ସକାଳ ଶବ୍ଦଟି ଜାଣି ହେବା, ସକାଳ ହେବା ଶବ୍ଦଟି ହେଉଛି ଜାଣି ହେବା। ଯହୋଶୁଆ 1:8 ଆମେ ପାଉଛି ସମୃଦ୍ଧିଶାଳୀ କିମ୍ବା ସଫଳତା ହେବା। ଏହି ପଦ ଆମେ ପାଉଅଛୁ କୋଉଠି? ଯହୋଶୁଆ 1:8। ଏଇ ଯୋଉ ପଦ ଭାବରେ ଯାହାକି ଅନୁବାଦ କରାଯାଇପାରେ, କିନ୍ତୁ ଏହାର ଅର୍ଥ ବିଜ୍ଞ ହେବା କିମ୍ବା ବିଜ୍ଞତାର ସହିତ କାର୍ଯ୍ୟ କରିବା, ତାହା ହେଉଛି ଏହାର ଅର୍ଥ। ମଧ୍ୟ ଏହି ଅର୍ଥ ମଧ୍ୟ ହୋଇପାରେ। ଏହା ଯୋ ଆୟୁବ ହିତୋପଦେଶ ଏବଂ ଗୀତ ସଂହିତାରେ ପ୍ରାୟତଃ ଆମେ ଦେଖିଥାଉ।
ଏଇ ଯୋଉ ପଦଟା ଆଇବ, ହିତୋପଦେଶ ଏବଂ ଗୀତ ସଂଗୀତରେ ପ୍ରାୟତ୍ୱ ଆମେ ଦେଖିଥାଉ, ଯେଉଁଠାରେ ସଫଳତାର ଧାରଣା ପାଉଛୁ ଯେବେ ଆମେ ପରମେଶ୍ୱରଙ୍କୁ ଭୟ କରି ଏବଂ ତାଙ୍କ କାର୍ଯ୍ୟ ବା ତାଙ୍କ ବାକ୍ୟ ପାଳନ କରୁ, ତେବେ ଆମକୁ ବୁଦ୍ଧିମାନ ଭାବରେ କାର୍ଯ୍ୟ କରିବା ପାଇଁ ସାହସ କରେ, ସହିତ ଘନିଷ୍ଠ ଭାବରେ ମଧ୍ୟ ଆମମାନଙ୍କୁ ଯୋଡ଼ିଥାଏ। ବନ୍ଧୁ, ଏହି ଅନ୍ତର୍ଦୃଷ୍ଟି ଅନୁସାରେ ସଫଳତାକୁ ଭୌତିକ ସମୃଦ୍ଧି ଭାବରେ ପରିଭାଷିତ କରାଯାଏ ନାହିଁ, ଯଦିଓ ଏହାକୁ ବାଦ ଦିଏ ନାହିଁ। ସଫଳତାକୁ ପରମେଶ୍ୱରଙ୍କ ସୃଷ୍ଟି ଜଗତର ମୂଳଦୁଆରେ ଥିବା ଏବଂ ତାଙ୍କ ନିୟମରେ ପ୍ରକାଶିତ ଆଧ୍ୟାତ୍ମିକ ମୂଲ୍ୟବୋଧ ଏବଂ ନୀତି ସହିତ ସମନ୍ୱୟର ଏକ ଅବସ୍ଥା ଭାବରେ ଦେଖିବାକୁ ପଡ଼ିଥାଏ। ବନ୍ଧୁ, ପ୍ରକୃତରେ ପରମେଶ୍ୱରଙ୍କର ପ୍ରତିଜ୍ଞା ଉପରେ ବିଶ୍ୱାସ, ବିଶେଷ କରି କେବଳ ବିଶ୍ୱାସ ଦ୍ୱାରା ପରିତ୍ରାଣର ପ୍ରତିଜ୍ଞା ଏବଂ ତାଙ୍କ ବ୍ୟବସ୍ଥା ପାଳନ ପରସ୍ପର ବିରୋଧୀ ନୁହେଁ। ବନ୍ଧୁ, ବିଶେଷ କରି ବିଶ୍ୱାସ ଦ୍ୱାରା ପରିତ୍ରାଣର ପ୍ରତିଜ୍ଞା ଏବଂ ତାଙ୍କ ବ୍ୟବସ୍ଥା ପାଳନ ପରସ୍ପର ବିରୋଧୀ ନୁହେଁ। ବନ୍ଧୁ, ସେମାନେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱକୁ ପ୍ରତିନିଧି କରେ। ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱକୁ ପ୍ରତିନିଧିତ୍ୱ କରେ, ତାହା ହେଉଛି ବିଶ୍ୱାସ ଦ୍ୱାରା ଆଉ ବ୍ୟବସ୍ଥା ପାଳନର କିଛି ପରସ୍ପର ବିରୋଧୀ ନୁହେଁ। ବରଂ ଆମେ ଯଦି ଦେଖିବା, ଗୋଟିଏ 50 ପଇସା ବା ଟଙ୍କାଟି ନେବା, ତାର ଦୁଇ ପଟେ ଆମେ ସେଇ ପଇସାର ପ୍ରତିନିଧି କରିବାର ଆମେ ଦେଖୁଅଛୁ। ଯେପରିକି ରୋମିଓ 3:31ରେ ପାଉଲ ଲେଖନ୍ତି ଏହିପରି କି, ତେବେ ଆମେ କଣ ବିଶ୍ୱାସ ଦ୍ୱାରା ବ୍ୟବସ୍ଥାକୁ ଲୋପ କରୁ? କେବେ ନ ହେଉ, ବରଂ ଆମେ ବ୍ୟବସ୍ଥାକୁ ପାଳନ କରୁ ବୋଲି ସାଧୁ ପାଉଲ ଏହିପରି ପ୍ରଶ୍ନ କରନ୍ତି। କାହିଁକି ଆଜିକାଲି ଅନେକ ଲୋକେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି, ଆଉ ସେମାନେ କହନ୍ତି କି ବ୍ୟବସ୍ଥା ପାଳନ କରିବାକୁ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଲୋପ ହୋଇଛି। ମାତ୍ର ଏଠି ସାଧୁ ପାଉଲ ସ୍ପଷ୍ଟ ରୂପରେ ଏମାନଙ୍କୁ କହିବାକୁ ଚାହାନ୍ତି ଯେ, ତେବେ ଆମେ କଣ ବିଶ୍ୱାସ ଦ୍ୱାରା ବ୍ୟବସ୍ଥାକୁ ଲୋପ କରୁ? ନା, କେବେ ନ ହଉ, ବରଂ ଆମେ ବ୍ୟବସ୍ଥାକୁ ପାଳନ କରିବାକୁ ପଡ଼ିବ ବୋଲି ସେ କହନ୍ତି। ଏଟା ସ୍ପଷ୍ଟ ରୂପେ ଆମମାନଙ୍କୁ ବୁଝାଉଅଛି। ତେବେ ଯେବେ ଆମେ ଏହିପରି କରିବା, ତେବେ ଆମେ ସମୃଦ୍ଧ ଏବଂ ସଫଳ ହେବା, ମାନେ ପ୍ରସ୍ପରସ୍ ଆଣ୍ଡ ସକ୍ସେସ୍, ସମୃଦ୍ଧ ଏବଂ ସଫଳ ହେବା ବୋଲି ସାଧୁ ପାଉଲ କହନ୍ତି। ଆମ ପାଇଁ ଯୀଶୁଙ୍କ ପ୍ରାୟଶ୍ଚିତ ଏବଂ ବଳିଦାନ ମୃତ୍ୟୁରେ ବିଶ୍ୱାସକୁ ପରମେଶ୍ୱରଙ୍କ ନିୟମ ବା ଆଜ୍ଞା ପାଳନ ବିରୁଦ୍ଧରେ ରଖିବା ଏକ ମିଥ୍ୟା ଏବଂ ବିପଦପୂର୍ଣ୍ଣ ଦ୍ୱିଭାଜନ ସ୍ଥାପନ କରିବା। ବନ୍ଧୁ, ନିୟମ ଏବଂ ଅନୁଗ୍ରହ ସର୍ବଦା ଏକାଠି ଚାହାନ୍ତି। ବନ୍ଧୁ, ମାନେ ବ୍ୟବସ୍ଥା ଏବଂ ଅନୁଗ୍ରହ ଏକାଠି ଚାହାନ୍ତି, ସେମାନେ କେବେ ହେଲେ ବିପରୀତ ନାହାନ୍ତି। ଆଇନର ଭୂମିକା ବିଷୟରେ କେବଳ ଏକ ଉପରସ୍ଥ ବୁଝାମଣା ଆଇନ ଏବଂ ଅନୁଗ୍ରହକୁ ବିପରୀତ ଭାବରେ ବୁଝିପାରିବ, ଏହିପରି ଲୋକମାନେ ବୁଝିପାରନ୍ତି। ମାତ୍ର ଏହା କେବେ ନାହିଁ ବୋଲି ଆମେ ଦେଖୁଅଛୁ।
ପୁରୁଣା ନିୟମରେ ଲେଖକ ମାନେ ବ୍ୟବସ୍ଥା ପ୍ରତି ଉଚ୍ଚ ସମ୍ମାନ ରଖିଥିଲେ ଏବଂ ଏହାକୁ ଆନନ୍ଦରେ ଏକ ଉତ୍ସ ବୋଲି ବିବେଚନା କରିଲେ, ଯାହା ଆମେ ଗୀତ ସଂହିତା 1-2, ଗୀତ ସଂହିତା 119, 70, 77 ଆଉ 174ରେ ଆମେ ଦେଖୁଛୁ। ସେଠି ଆମେ ସଠିକ ଭାବରେ ବିବେଚନା ଏବଂ ବ୍ୟବହାର କଲେ ବୋଲି ଆମେ ଦେଖୁଛୁ। ବ୍ୟବସ୍ଥା ଜଣଙ୍କର ନିଜ ପାପ ପୂର୍ଣ୍ଣତାକୁ ବୁଝାଏ। ବ୍ୟବସ୍ଥା ନିଜର ପାପକୁ ସେ ଦର୍ଶାଏ। ଯେବେକି ଆମେ ଦର୍ପଣ ସମ୍ମୁଖରେ ଛିଡା ହୋଇଥାଉ ବନ୍ଧୁ, ଦର୍ପଣ ଆମମାନଙ୍କୁ କଣ ଦେଖାଏ? ଆମ ଚେହେରାରେ, ଆମ ଶରୀରରେ ଯାହା ଅଛି ତାହା ଆମମାନଙ୍କୁ ଦେଖାଏ। ମାତ୍ର ଦର୍ପଣ ଆପେ ଆମମାନଙ୍କ ପାଖକୁ ଆସି ସେହି ଦାଗକୁ କାଢି ଦେଇପାରେ ନାହିଁ, ମାତ୍ର ଆମମାନଙ୍କୁ ଦେଖେ। ସେହିପରି ବ୍ୟବସ୍ଥା ଆମମାନଙ୍କୁ ଦେଖାଏ। ସଠିକ ଭାବରେ ବିବେଚନା ଏବଂ ବ୍ୟବହାର କଲେ ବ୍ୟବସ୍ଥା ଜଣଙ୍କର ନିଜ ପାପ ପୂର୍ଣ୍ଣତାକୁ ଦେଖାଏ, ଯାହାକି ରୋମିଓ 7:7 ଏବଂ ଖ୍ରୀଷ୍ଟଙ୍କ ଧାର୍ମିକତାର ଆବଶ୍ୟକତାକୁ ଦର୍ଶାଏ ବନ୍ଧୁ, ଯାହା ଗାଲାତି 3:24ରେ ଆମେ ଦେଖୁଅଛୁ। ବିଶେଷ ବିଷୟରେ ଗଭୀର ବୁଝାମଣା ଆଡକୁ ନେଇଥାଏ, ଯେ କି ଆମେ ଜଣେ ପାପୀ ଆଉ ଏହି ପାପ ପାଇଁ ଜଣେ ବ୍ୟକ୍ତି ଦରକାର, ଯେଉଁ କି ସେଇ ବ୍ୟକ୍ତି ଦ୍ୱାରା ହିଁ ଆମେ ଧାର୍ମିକ ହୋଇପାରିବା। ମାନେ ବ୍ୟବସ୍ଥା ଆମମାନଙ୍କୁ ଧାର୍ମିକ ପାଇଁ ଏକ ପଥ ଦେଖାଏ, ଆଉ ସେଇ ପଥ ଯଦି ଆମେ ଚାଲିବୁ, ବିଶ୍ୱାସ କରିବୁ, ଆଉ ଯାହାକୁ ଆମେ ବିଶ୍ୱାସ କରୁ ତାହାଙ୍କ ଦ୍ୱାରା ଆମେ ଅନୁଗ୍ରହ ପ୍ରାପ୍ତ ହଉ। ମାନେ ବ୍ୟବସ୍ଥା ଅନୁଗ୍ରହ କେବେ ହେଲେ ବିଫଳତି ନାହିଁ। ବନ୍ଧୁ ଭଉଣୀ, ଆମେ ଯଦି ଅଧିକ ଦେଖିବା, ଏହା ବିଷୟରେ ଅଧିକ ଭାବରେ ଯଦି ଆମେ ଆଲୋଚନା କରିବା ବନ୍ଧୁ, ଈଶ୍ୱରଙ୍କ ଅନୁଗ୍ରହ ଆମ ପାଇଁ ବ୍ୟବସ୍ଥା ପାଳନ କରିବାକୁ ଯେତେ ଚେଷ୍ଟା କଲେ ବି ଆମେ ବେଲେ ବେଲେ ବିଫଳତା ହୋଇଥାଉ, ଆଉ ସେ ବିଫଳତାରେ ଆମେ ବ୍ୟବସ୍ଥାକୁ ଭୁଲି ଯାଇଥାଉ। ଆଉ ସାଧୁ ପାଉଲ ଆମମାନଙ୍କୁ ସ୍ପଷ୍ଟ ରୂପେ କହିସାରିଛନ୍ତି ବନ୍ଧୁ, ଈଶ୍ୱରଙ୍କ ବ୍ୟବସ୍ଥା ଏବଂ ଯୀଶୁଖ୍ରୀଷ୍ଟଙ୍କ ସୁସମାଚାର ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରହିଛି ବନ୍ଧୁ। ମହାନ ଶିକ୍ଷକ ଯେ କି ପ୍ରଭୁ ଯୀଶୁ, ସେ କହନ୍ତି, ମୁଁ ଏବଂ ମୋର ପିତା ଏକ। ଖ୍ରୀଷ୍ଟଙ୍କ ସୁସମାଚାର ହେଉଛି ଅନୁଗ୍ରହର ସୁସମାଚାର, ଯାହା ଦ୍ୱାରା ମନୁଷ୍ୟ ପାପର ନିନ୍ଦାରୁ ମୁକ୍ତ ହୋଇପାରିବ ଏବଂ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରିବାକୁ ସକ୍ଷମ ହୋଇପାରିବ ବନ୍ଧୁ। ସୁସମାଚାର ଜୀବନର ନିୟମ ଭାବରେ ନୈତିକ ସିଂହାସନକୁ ସୂଚିତ କରେ। ସେହି ନିୟମ ଅବିଚଳିତ ଆଜ୍ଞା ପାଳନର ଦାବି ଦ୍ୱାରା ପାପୀକୁ କ୍ଷମା ଏବଂ ଶାନ୍ତି ପାଇଁ ସୁସମାଚାର ଆଡ଼କୁ ନିରନ୍ତର ଚିତ କରୁଛି ବନ୍ଧୁ। ମହାନ ପ୍ରେରିତ କୁହନ୍ତି, ମାନେ ସାଧୁ ପାଉଲ କହନ୍ତି ରୋମିଓ 3:31ରେ, ଯେପରି ମୁଁ ଆପଣମାନଙ୍କୁ କହିସାରିଛି, ସେ କହନ୍ତି, ଆମେ କଣ ବିଶ୍ୱାସ ଦ୍ୱାରା ବ୍ୟବସ୍ଥାକୁ ବାତିଲ କରୁ ବା ବିଶ୍ୱାସ ଦ୍ୱାରା କଣ ବ୍ୟବସ୍ଥାକୁ ଲୋପ କରିବୁ? କେବେ ହେଲେ ହଉନ। ମୁଁ ଏହି ପଦଟା ମୁଁ କହିସାରିଛି। ଏବଂ ପୁଣି ସେ ଘୋଷଣା କରନ୍ତି, ବ୍ୟବସ୍ଥା ପବିତ୍ର ଏବଂ ଆଜ୍ଞା ପବିତ୍ର, ନ୍ୟାୟପୂର୍ଣ୍ଣ ଏବଂ ଉତ୍ତମ ବୋଲି ସେ କହନ୍ତି। ଈଶ୍ୱରଙ୍କ ପ୍ରତି ସର୍ବୋଚ୍ଚ ପ୍ରେମ ଏବଂ ଆମ ସହକର୍ମୀମାନଙ୍କ ପ୍ରତି ସମାନ ପ୍ରେମ ପ୍ରଦାନ କରିବା ଈଶ୍ୱରଙ୍କ ମହିମା ଏବଂ ମାନବ ସୁଖ ପାଇଁ ଏହା ଅପରିହାର୍ଯ୍ୟ ବନ୍ଧୁ। ଖ୍ରୀଷ୍ଟଙ୍କ ମାଧ୍ୟମରେ, ଯାହାକି ପରମେଶ୍ୱରଙ୍କ ଅନୁଗ୍ରହ ଦାନ ସମସ୍ତଙ୍କ ପାଇଁ ମୁକ୍ତ
ରୂପେ ଦିଆଯାଇଛି। କେବଳ ନିଜର ନିର୍ବାଚନ ନୁହେଁ ଯାହା ଦ୍ୱାରା କେହି ବିନଷ୍ଟ ହୋଇପାରେ, ପରମେଶ୍ୱର ତାଙ୍କ ବାକ୍ୟରେ ପ୍ରତ୍ୟେକ ପ୍ରାଣ ଅନନ୍ତ ଜୀବନ ପାଇଁ ନିର୍ବାଚିତ ହେବାର ସର୍ତ୍ତ ବଳି ରଖିଛନ୍ତି। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଏକ ତାଙ୍କ ଆଜ୍ଞା ପାଳନ କରିବା ଦ୍ୱାରା ପରମେଶ୍ୱରଙ୍କ ବ୍ୟବସ୍ଥା ସହିତ ସମନ୍ୱୟରେ ଏକ ଚରିତ୍ରକୁ ମନୋନୀତ କରନ୍ତି ବନ୍ଧୁ। ଏବଂ ଯେ କେହି ତାଙ୍କ ଆବଶ୍ୟକତାର ମାନଦଣ୍ଡରେ ପହଞ୍ଚିବ ସେ ଗୌରବ ରାଜ୍ୟରେ ପ୍ରବେଶ କରିବ ବନ୍ଧୁ। ଖ୍ରୀଷ୍ଟ ନିଜେ କହିଥିଲେ ବନ୍ଧୁ, ଜହନ ତାର 3:36 ଯେଉଁ ଲୋକ ପୁତ୍ରଙ୍କ ଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ଲାଭ କରିବ ବା ପାଇବ, ଏବଂ ଯେ ପୁତ୍ରଙ୍କୁ ବିଶ୍ୱାସ କରେ ନାହିଁ ସେ ଜୀବନ ପାଇବ ନାହିଁ ବା ଅନନ୍ତ ଜୀବନ ପାଇବ ନାହିଁ। ମାନେ ଏଠି ସହଜରେ ଆମେ ଦେଖୁଛୁ ବନ୍ଧୁ, ଯେଉଁମାନେ ଯୀଶୁ କହିଲେ, ଯେଉଁମାନେ ମତେ ପ୍ରଭୁ ପ୍ରଭୁ ବୋଲି କହନ୍ତି ଆଉ ସେମାନେ ଯଦି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ସେମାନେ କେବେ ହେଲେ ସ୍ୱର୍ଗ ରାଜ୍ୟ ପ୍ରବେଶ ହେବେ ନାହିଁ ବୋଲି କହନ୍ତି। କାହିଁକି? ଯେଉଁମାନେ ମତେ ପ୍ରଭୁ ପ୍ରଭୁ ବୋଲି କହନ୍ତି ସେମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, କିନ୍ତୁ ଯେଉଁମାନେ ସ୍ୱର୍ଗରେ ଥିବା ମୋ ପିତାଙ୍କ ଇଚ୍ଛା ପାଳନ କରନ୍ତି ସେମାନେ ଧନ୍ୟ। ମାନେ ଆମେ ଦେଖୁଛୁ ଆମ ଚାରିପଟେ ଅନେକ ଖ୍ରୀଷ୍ଟ ଧର୍ମ ଲୋକ ଅଛନ୍ତି। ଆଉ ଏଠି ଷଷ୍ଠ ଭାବରେ କୁହାଯାଉଛି, ଯାହା ମାଥ୍ୟୁ 7:21 କି ଆମେ ପ୍ରଭୁ 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 ବୋଲି ଆମେ କହୁଅଛୁ, ମାତ୍ର ପ୍ରଭୁ ପ୍ରଭୁ ବୋଲି କହିଲେ ଏହା ପ୍ରଭୁ ଆମମାନଙ୍କୁ ରକ୍ଷା କରିବେ ନାହିଁ। ଆମମାନଙ୍କୁ ପ୍ରଭୁଙ୍କ ବାକ୍ୟକୁ ମାନିବାକୁ ପଡ଼ିବ, ଯାହା ଆମେ ଆମ ସ୍ୱର୍ଣ୍ଣ ପଦରେ ଦେଖିଲୁ। ମାନିବା ଆଉ ତାକୁ ମାନି ଚାଲିବା, ମାନେ ଯାହା ବର୍ତ୍ତମାନ ଆମେ ଦେଖୁଛୁ ବ୍ୟବସ୍ଥାକୁ ମାନିବା ଆଉ ବ୍ୟବସ୍ଥା ଅନୁସାରେ ଆମେ ଚାଲିବା। ଯେବେ ଆମେ ବ୍ୟବସ୍ଥା ଅନୁସାରେ ଚାଲିବା ତେବେ ପ୍ରଭୁଙ୍କ ଅନୁଗ୍ରହ ଆମ ପାଖରେ ଥିବ। ଆଉ ସେଇ ଅନୁଗ୍ରହ କାହାଠୁ ଆମେ ପାଉଛୁ? ଯୀଶୁ ଖ୍ରୀଷ୍ଟଙ୍କ ଠାରୁ, ଯେହେତୁ ଆମେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁ। ଏଥିଯୋଗୁଁ ପ୍ରକାଶିତ 22:14 ଦେଉଛୁ, ମନୁଷ୍ୟ ଶେଷ ପରିତ୍ରାଣ ବିଷୟରେ ଏହା ହେଉଛି ଈଶ୍ୱରଙ୍କର ବାକ୍ୟ ଲେଖାଯାଇଥିବା ଏକମାତ୍ର ନିର୍ବାଚନ। କି ସେଠି ଲେଖାଯାଇଛି, ଯେଉଁମାନେ ତାହାଙ୍କ ଆଜ୍ଞା ପାଳନ କରନ୍ତି ସେମାନେ ଧନ୍ୟ, ଜୀବନ ବୃକ୍ଷର ଅଧିକାର ପାଇବେ ଏବଂ ନଗରରେ ପ୍ରବେଶ କରିପାରିବେ। କୋଉଠି ଆମେ ପାଉଛୁ? ପ୍ରକାଶିତ 22:14। ମାନେ ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ସେମାନେ ଧନ୍ୟ, କାହିଁକି? ସେମାନେ ସେହି ଜୀବନ ବୃକ୍ଷର ଫଳ ଖାଇବାର ଅଧିକାର ପାଇବେ ଆଉ ସେହି ନଗରରେ ସେମାନେ ପ୍ରବେଶ କରିପାରିବେ। ଯେଉଁ ଜୀବନ ବୃକ୍ଷ ଏଦନରେ ଥିଲା, ଆଦମ ହବାଙ୍କୁ ସେହି ଏଦନରେ ଚିରସ୍ଥାୟୀ ଥିବା ପାଇଁ ସୁଯୋଗ ମିଳିଥିଲା, ସେମାନେ ତାହା ହରାଇଲେ। ଆଉ ବର୍ତ୍ତମାନ ଆମମାନଙ୍କୁ ଏକ ସୁଯୋଗ ଦିଆଯାଇଛି, ଯାହା ଆମେ ପ୍ରକାଶିତ 22:14 ଦେଖୁଛୁ। ଯେବେ ଆମେ ତାହାଙ୍କ ଆଜ୍ଞା ପାଳନ କରିବା ତେବେ ଆମେ ସେହି ଜୀବନ ବୃକ୍ଷର ଅଧିକାର ପାଇପାରିବା। ଆଉ ସେହି ଯେଉଁ ନଗରରେ ପରମେଶ୍ୱର ପିତା ପୁତ୍ର ଅଛନ୍ତି, ପବିତ୍ର ଆତ୍ମା ଅଛନ୍ତି, ସେହି ନଗରରେ ପ୍ରବେଶ ହେବାର ଆମର ସେହି ଯେଉଁ ସୁଯୋଗ ମିଳିବ। ଯେହେତୁ ଏହା ପାଇଁ ମଣିଷ ପୁତ୍ର ପ୍ରଭୁ ଯୀଶୁ ଏହି ପୃଥିବୀକୁ ଆସିଲେ ଆଉ ଆମ ପାଇଁ ବଳିଦାନ ଦେଲେ। ବନ୍ଧୁ, ଏଥିଯୋଗୁଁ ଯିହୋଶୁଆଙ୍କୁ ପରମେଶ୍ୱର କହନ୍ତି କି ତୁମେ ଯେବେ ପ୍ରବେଶ କରିବ ସେହି ଦେଶରେ କଣ ହେବ? ସମୃଦ୍ଧ ଏବଂ ସଫଳ ହେବ ବୋଲି କହନ୍ତି। ଆଉ ସେଇ ଯେଉଁ ସମୃଦ୍ଧ ଏବଂ ସଫଳ ହେବା ପାଇଁ ଯଦି ଆପଣ ଚାହୁଁଛନ୍ତି, ଯଦି ମୁଁ ଚାହୁଁଛି, ତାହେଲେ ସେଇ ଆଜ୍ଞା ପାଳନ କରିବା
ଆଉ ଯୀଶୁଖ୍ରୀଷ୍ଟଙ୍କ ଠାରେ ଆମେ ବିଶ୍ୱାସ କରିବା, ତେବେ ତାହାଙ୍କ ଅନୁଗ୍ରହ ଆମମାନଙ୍କ ସହ ଆମମାନଙ୍କୁ ଏକ ପଥ ଦେଖାଇବ, ଯାହା ଦ୍ୱାରା ଆମେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବା। ଯେହେତୁ ଯୀଶୁ ନିଜେ କହିଲେ, ମୁଁ ତୁମ ସହିତ ସର୍ବଦା ରହିବି। ଯେପରି ଇସ୍ରାଏଲ ପ୍ରଜାମାନଙ୍କ ସହ ପରମେଶ୍ୱର ଥିଲେ, ଆଉ ସେହି ପରମେଶ୍ୱର ତାଙ୍କ ପୁତ୍ର ଦ୍ୱାରା ଆମମାନଙ୍କୁ କହୁଛନ୍ତି କି ସେ ସଦାସର୍ବଦା ଆମମାନଙ୍କ ଠାରେ ଥିବେ। ଆଉ ଏଥିଯୋଗୁ ଏଇ ଯୋଉ ଅନ୍ଧକାରର ରାଜା ଯିଏକି ଶୈତାନକୁ ଭୟ କରିବାର ଆବଶ୍ୟକ ନାହିଁ, ଯେହେତୁ ସଦାପ୍ରଭୁ ପରମେଶ୍ୱର ଯୀଶୁଖ୍ରୀଷ୍ଟ ପବିତ୍ର ଆତ୍ମା ସଦାସର୍ବଦା ଆମମାନଙ୍କ ଠାରେ ରୁହନ୍ତି। ଏଥିଯୋଗୁ ଆମେ ଭୟ କରିବାର କିଛି ଆବଶ୍ୟକ ନାହିଁ। ଆଉ ଯେବେ ଆମେ ଭୟ ନ କରିବା, ସେତେବେଳେ ଆମେ ସମୃଦ୍ଧ ଏବଂ ସଫଳ ରହିପାରିବା। ତାହେଲେ ବନ୍ଧୁ, ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟଙ୍କ ଠାରେ ଆମେ ବିଶ୍ୱାସ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପରମେଶ୍ୱର, ଧନ୍ୟବାଦ କରୁଅଛୁ ଯେଉଁ ସମୃଦ୍ଧି ଓ ସଫଳ ବିଷୟରେ ଆମେ ଆଜି ଶିଖିଲୁ, ଯେଉଁ ପ୍ରତିଜ୍ଞା କରି ଯାଇଛନ୍ତି ଆମ ଯୀଶୁଖ୍ରୀଷ୍ଟ କି ସଦାସର୍ବଦା ଆମ ସହିତ ରହିବେ। ଧନ୍ୟବାଦ କରୁଛୁ ପ୍ରଭୁ, ଯେହେତୁ ତୁମ ସେଇ ଉପସ୍ଥିତି ଇସ୍ରାଏଲ ପ୍ରଜାମାନଙ୍କ ସହିତ ରହିଲା, ଆଉ ତୁମ ପୁତ୍ର ପବିତ୍ର ଆତ୍ମା ବର୍ତ୍ତମାନ ଆମମାନଙ୍କ ସହ ଅଛନ୍ତି ବୋଲି ଆମେ ଆଶା କରୁଛୁ। ଆଉ ସେଥିଯୋଗୁଁ ଆମେ ଧନ୍ୟବାଦ ଜଣାଉଛୁ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କର, ଯେପରିକି ଏଇ ଯୋଉ ବାକ୍ୟ ଯାହା ଆମେ ଶୁଣିଲୁ, ତାହା ଆମ ଅନ୍ତରରେ ରଖି ଆମ ଜୀବନକୁ ଗତିରେ ଲଗାଇ ପାରିବୁ, ଆଉ ସେହିପରି ଆମେ ଚାଲିପାରିବୁ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମେ ମାଗୁଅଛି, ତୁମେ ଗ୍ରହଣ କର। ଆମେନ୍। ଧନ୍ୟବାଦ। ଆଉ ଥରେ ଆମେ ଭେଟିବା। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।